ମାତ୍ର 2 ପଇସା। 1942 ମସିହାର ଏହି ଘଟଣା। ଆହ୍ଲାବାଦରେ କୁମ୍ଭମେଳା ଚାଲିଥାଏ। ସେ ସମୟରେ ବ୍ରିଟିଶ ଶାସିତ ଭାରତର ଭାଇସରାୟ ଥାନ୍ତି ଲର୍ଡ ଲିଥିଗେ। ଉତ୍ସୁକତାବଶତଃ ମେଳା ଦେଖିବା ନିମନ୍ତେ ଆହ୍ଲାବାଦ ଯାଇଥାନ୍ତି। ସେଥିରେ ଥାନ୍ତି ପଣ୍ଡିତ ମନମୋହନ ମାଲବ୍ୟ। କୁମ୍ଭମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଭିନ୍ନ ଭିନ୍ନ ବେଶଭୂଷାରେ ଏକତ୍ର ହୋଇଥାନ୍ତି। ଏକତ୍ର ହୋଇଥିବା ସହସ୍ରାଧିକ ଲୋକଙ୍କୁ ଦେଖି ଭାଇସରାୟ ଚକିତ ହୋଇଯାଇଥିଲେ। ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ, ଭାଷାଭାଷୀ ବ୍ୟକ୍ତିଙ୍କ ଅଭୂତପୂର୍ଣ୍ଣ ସମାରୋହ ଦେଖି ପଣ୍ଡିତ ମାଲବ୍ୟଙ୍କୁ ପ୍ରଶ୍ନ କରିଥିଲେ, ଆଚ୍ଛା କହିବେ, ସହସ୍ରାଧିକ ଲୋକଙ୍କୁ ଯେ ଏଠି ଏକତ୍ର କରାଯାଇଛି, ଏ ନିମନ୍ତେ ପ୍ରଚାର ପ୍ରସାରରେ କେତେ ସମୟ, ଅର୍ଥ ଖର୍ଚ୍ଚ ହୋଇଛି? ନିଶ୍ଚିତରେ ବହୁତ ଟଙ୍କା ଖର୍ଚ୍ଚ ହୋଇଥିବ। ଭାଇସରାୟଙ୍କ ଠାରୁ ଏହା ଶୁଣି ପଣ୍ଡିତ ମାଲବ୍ୟ ହସି ହସି କହିଥିଲେ, ମାତ୍ର 2 ପଇସା। ଏହା ଶୁଣି ଭାଇସରାୟ ସ୍ତବ୍ଧ ହୋଇ ରହିଗଲେ। କ'ଣ କହୁଛନ୍ତି ଆପଣ? ମାତ୍ର 2 ପଇସା? ଏହା ତ ବିଶ୍ୱାସ ହେଉନି। ଭଲା ଏହା କି ସମ୍ଭବ? 2 ପଇସାରେ ଏତେ ଲୋକଙ୍କୁ ଗୋଟିଏ ଜାଗାରେ ଏକତ୍ର କରାଯାଇଛି, ଏହା ତ ଅସମ୍ଭବ। ଭାଇସରାୟଙ୍କୁ ଏହା ଅବିଶ୍ୱସନୀୟ ବୋଧ ହେଉଥିଲା। ତାଙ୍କର ବିଶ୍ୱାସ ଜନ୍ମାଇବା ପାଇଁ ପଣ୍ଡିତ ମାଲବ୍ୟ ପକେଟରେ ରଖିଥିବା କ୍ଷୁଦ୍ର ପଞ୍ଜିକା ବାହାର କରି ତାଙ୍କୁ ଦେଖାଇ କହିଥିଲେ, 2 ପଇସାରେ ଏହି ପଞ୍ଜିକାକୁ ଦେଖି ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଏ ସ୍ଥାନକୁ ଏକତ୍ର ହୋଇଛନ୍ତି। ଏଥିରେ କେଉଁ କେଉଁ ଦିବସରେ କେଉଁ କେଉଁ ପର୍ବପର୍ବାଣି ଉତ୍ସବାନୁଷ୍ଠାନ ପାଳିତ ହେବ ତାହା ଉଲ୍ଲେଖ କରାଯାଇଛି। ପତ୍ରିକାରୁ ଏହା ଜାଣିବା ପରେ ଶ୍ରଦ୍ଧାଳୁମାନେ ସେହି ତିଥିକୁ ଦୃଷ୍ଟିରେ ରଖି ଯାତ୍ରା ଆରମ୍ଭ କରିଥାନ୍ତି। ନିର୍ଦ୍ଦିଷ୍ଟ ଦିବସରେ ପହଞ୍ଚିବା ନିମନ୍ତେ ଧାର୍ମିକ ସଭା ସମିତି ବା ପ୍ରଚାର ପ୍ରସାରରେ ଆବଶ୍ୟକତା କେବେ ବି ପଡ଼ିନଥାଏ କିମ୍ବା ଶ୍ରଦ୍ଧାଳୁଙ୍କୁ ନିମନ୍ତ୍ରଣ କରାଯାଇନଥାଏ। ସକଲ ପର୍ବପର୍ବାଣି ପାଳନ ପଞ୍ଜିକାର ନିର୍ଦ୍ଦେଶ ମୁତାବକ ହୋଇଥାଏ। ପଣ୍ଡିତ ମାଲବ୍ୟଙ୍କ ଠାରୁ କ୍ଷୁଦ୍ର ପଞ୍ଜିକାଟିଏ ଏଭଳି ମହତ୍ତ୍ୱ କଥା ଶୁଣିବା ପରେ ଭାଇସରାୟଙ୍କ ବିସ୍ମୟର ସୀମା ନଥିଲା। ମାଲବ୍ୟଙ୍କୁ କହିଥିଲେ, ସତରେ ଏହା ତ ବଡ଼ ଆଶ୍ଚର୍ଯ୍ୟଜନକ ଘଟଣା। ଭାଇସରାୟଙ୍କ ଠାରୁ ଏହା ଶୁଣି ପଣ୍ଡିତ ଉତ୍ତରରେ କହିଲେ, ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ। ଏହି ମେଳା ଶ୍ରଦ୍ଧାଳୁମାନଙ୍କର ଅନୁପମ ସଙ୍ଗମ ସ୍ଥଳ। ସମସ୍ତେ ସ୍ୱ ସ୍ୱ ଶ୍ରଦ୍ଧା ଭକ୍ତିଭାବ ବଶତଃ ଏଠାକୁ ଆସିଛନ୍ତି, ବାଧ୍ୟବାଧକତାରେ ଆସିନାହାନ୍ତି। ଏହା ଜାଣିବା ପରେ ଭାଇସରାୟ ଶ୍ରଦ୍ଧାଳୁଙ୍କ ପ୍ରତି ନତମସ୍ତକ ହୋଇଯାଇଥିଲେ।